ମୁଁ ଗୋବିନ୍ଦ ଆପଣମାନଙ୍କୁ ସ୍ୱାଗତ କରୁଛି ୟୁଟ୍ୟୁବ୍ ଚ୍ୟାନେଲକୁ। ଆପଣ ଯଦି ପ୍ରଥମେ ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆଜି ମୁଁ ସବୁଦିନ ପରି ଆଜି ମଧ୍ୟ ଗୋଟେ ଗଳ୍ପ ନେଇ ଆସୁଛି ଏଇ ଭିଡ଼ିଓ ମାଧ୍ୟମରେ। ଆଜିର ଏଇ ଗଳ୍ପରେ କେତେକ ଜାଣିବା କଥା ଅଛି। ଗୋଟେ ମହତ୍ୱପୂର୍ଣ୍ଣ କଥା ଉପରେ ମୁଁ ଆଜି ଆପଣମାନଙ୍କୁ ସୂଚନା ଦେବା ପାଇଁ ଚାହିଁବି। ତେଣୁ ଏହା ଏକ ପୌରାଣିକ ଗଳ୍ପ। ତେଣୁ ପୌରାଣିକ ଗଳ୍ପଟିକୁ ଆପଣମାନେ ଧ୍ୟାନସେ ଶୁଣିବେ ଏବଂ ଶେଷ ପର୍ଯ୍ୟନ୍ତ ଶୁଣିବେ। ମୋର ଆଶା ଏବଂ ଗଳ୍ପଟି ଆପଣଙ୍କୁ ଭଲ ଲାଗିବ, ଯାହା ମୁଁ ଆଶା କରୁଛି। ତେଣୁ ଆସନ୍ତୁ ଶୁଣିବା ସେଇ ଗଳ୍ପ, ଯେଉଁ ଗଳ୍ପରେ ବହୁତ କିଛି ସାରାଂଶ ରହିଛି। ଦର୍ଶକ ବନ୍ଧୁ, ଗୋଟେ ପୌରାଣିକ କଥା ଏ ହେଉଛି, ଥରେ ନାରଦ ମୁନି ତାଙ୍କ ମନରେ ଉତ୍ସୁକତା ବଢ଼ିଗଲା। କ'ଣ ନା, ସେ ଭାବିଲେ ସତରେ ଭଗବାନଙ୍କର ବଡ଼ ଭକ୍ତ କିଏ? ଏଇଭଳି ସେ ଚିନ୍ତା କଲେ। ନିଜ ମନରେ ଚିନ୍ତା କରୁ କରୁ ସେ ଜାଣିଲେ ଯେ ପ୍ରୟାସ ଧାମ, ଯାହାକି ଧର୍ମସ୍ଥାନ ହେଉଛି ପ୍ରୟାସ, ସେ ପ୍ରୟାସ ନିବାସୀ ଯେଉଁ ବ୍ରାହ୍ମଣ, ସେ ହିଁ ବଡ଼ ଭକ୍ତ ହେଇଥିବ। ଉତ୍ସୁକତା ବଢ଼ିଯାଇଛି। ଯାଇକି ପହଞ୍ଚିଲେ ସେଇ ଧର୍ମସ୍ଥାନ ପ୍ରୟାସୀ ନିବାସ, ଯେଉଁ ପ୍ରୟାସ ନିବାସରେ ଯେଉଁ ବ୍ରାହ୍ମଣ ବ୍ୟକ୍ତି ରୁହନ୍ତି, ଯାଇ ପଚାରିଲେ, ଆପଣ ଭଗବାନଙ୍କର ବଡ଼ ଭକ୍ତ, କ'ଣ କହିବେ? ତେଣୁ ପ୍ରୟାସ ବ୍ରାହ୍ମଣ ଜଣକ କହିଲା, ହେ ମୁନିବର, ଆପଣ କ୍ଷମା କରିବେ, ମୁଁ ପ୍ରଭୁଙ୍କର ବଡ଼ ଭକ୍ତ ନୁହେଁ। ମୁଁ ତ ଛାର ଗରିବ ବ୍ରାହ୍ମଣଟିଏ। ସେଠୁ ନାରଦଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଲା, ତାହେଲେ ବଡ଼ ଭକ୍ତ କିଏ? ମୁଁ ତ ଭାବିଥିଲି ଯେ ପ୍ରୟାସ ଧାମରେ ଯେଉଁ ଧର୍ମସ୍ଥାନ ପ୍ରୟାସ, ଏଇଟାରେ ହିଁ ଯେଉଁମାନେ ବ୍ରାହ୍ମଣ ବାସ କରୁଛନ୍ତି ତାଙ୍କ ଭିତରୁ ଏଇ ହେଇଥିବ ବଡ଼ ଭକ୍ତ ବୋଲି, କିନ୍ତୁ ଇଏ ମନା କରୁଛି। ହଉ ଠିକ୍ ଅଛି, ତୁ କହ ତାହେଲେ ବଡ଼ ଭକ୍ତ କିଏ? କହିଲା, ବଡ଼ ଭକ୍ତ ହେଉଛନ୍ତି ଆମ ରାଜା। ସେ ଆମ ସମସ୍ତଙ୍କର ରାଜା, ସେ ଭଗବାନଙ୍କର ହେଉଛନ୍ତି ବଡ଼ ଭକ୍ତ। ଧାଇଁଲେ ରାଜାଙ୍କ ପାଖକୁ ମୁନିବର, ଯାଇ ପହଞ୍ଚିଗଲେ ରାଜାଙ୍କ ନିକଟରେ ଏବଂ ରାଜାଙ୍କୁ ପଚାରିଲେ, ହେ ମହାରାଜ, ଆପଣଙ୍କୁ ମୁନିବର ପ୍ରଣାମ। ମୁଁ ଆସିଥିଲି ଗୋଟେ କାର୍ଯ୍ୟରେ ଯେ ଆପଣ ହେଉଛନ୍ତି ବଡ଼ ଭକ୍ତ ଭଗବାନଙ୍କର। କ'ଣ? ତେଣୁ ଏଇ କଥା ନ ଶୁଣୁ, ଯେତେବେଳେ ମୁନିବର এই ପ୍ରଶ୍ନ ପଚାରିଛନ୍ତି, ଆପଣ ହେଉଛନ୍ତି ବଡ଼ ଭକ୍ତ, ସେତେବେଳେ ରାଜା ସଙ୍ଗେ ସଙ୍ଗେ ପ୍ରତ୍ୟୁତ୍ତରରେ କହିଲେ, ହେ ମୁନିବର, କ୍ଷମା କର, ମୁଁ ନୁହେଁ ପ୍ରଭୁଙ୍କର ବଡ଼ ଭକ୍ତ। ପ୍ରଭୁଙ୍କର ବଡ଼ ଭକ୍ତ ହେଉଛନ୍ତି ଇନ୍ଦ୍ର। ସେ ହେଉଛନ୍ତି ଦେବତାଙ୍କର ରାଜା, ସେ ହେଉଛନ୍ତି ବଡ଼ ଭକ୍ତ। ତେଣୁ ଏଇଭଳି ଭାବରେ ପୁଣି ମନକୁ ପ୍ରଶ୍ନ ଆସିଲା। ପୁଣି ମଧ୍ୟ ଧାଇଁଲେ ଇନ୍ଦ୍ର ପୁରକି ଏବଂ ଇନ୍ଦ୍ର ମହାରାଜଙ୍କୁ ଭେଟିଲେ ଏବଂ ଇନ୍ଦ୍ର ମହାରାଜଙ୍କୁ ପଚାରିଲେ, ହେ ମହାରାଜ, ଆପଣ ହେଉଛନ୍ତି ପ୍ରଭୁଙ୍କର ବଡ଼ ଭକ୍ତ, ମୁଁ ଶୁଣିଲି। ଇନ୍ଦ୍ର ବି ସାଙ୍ଗେ ସାଙ୍ଗେ ମନା କରିଦେଲେ, କହିଲେ, ନାଇଁ ନାଇଁ, ମୁଁ ବଡ଼ ଭକ୍ତ ନୁହେଁ। ବଡ଼ ଭକ୍ତ ହେଉଛନ୍ତି ବ୍ରହ୍ମା, ତାଙ୍କୁ ଯାଇ ପଚାର, ସେ ହିଁ ବଡ଼ ଭକ୍ତ। ହେଉଠୁ ନାରଦ କ'ଣ କରିବ, ପୁଣି ବି ଚାଲିଲେ ବ୍ରହ୍ମାଙ୍କ ନିକଟକୁ। ବଡ଼ ଭକ୍ତ ଖୋଜୁଛନ୍ତି, ଯିଏ ଜଗତର କର୍ତ୍ତା ଭଗବାନ, ତାଙ୍କର ବଡ଼ ଭକ୍ତ। ମନରେ ଗୋଟେ ବଡ଼ ଉତ୍ସୁକତା ଜମି ଯାଇଛି ଏବଂ ମହା ଆନନ୍ଦରେ ବୁଲୁଛନ୍ତି। 3 ଧାମକୁ ପରିକ୍ରମ କରିବେ, ଯାହା ତାଙ୍କର ଇଚ୍ଛା ଅଛି। ଏଭଳି ସେ ଚାଲିଲେ ବ୍ରହ୍ମାଙ୍କ ନିକଟକୁ। ବ୍ରହ୍ମାଙ୍କ ପାଖରେ ପହଞ୍ଚିଲା ପରେ ମଧ୍ୟ ସମାନ ପ୍ରତ୍ୟୁତ୍ତର, ନାଇଁ, ମୁଁ ବଡ଼ ଭକ୍ତ ନୁହେଁ, ଈଶ୍ୱର ଶଙ୍କର ହେଉଛନ୍ତି ବଡ଼ ଭକ୍ତ। ମୁନିବର ଆଶ୍ଚର୍ଯ୍ୟ, ଠିକ୍ ଅଛି, ଯିବା। ଯାଇକି ପହଞ୍ଚିଲେ ଶିବ ଶଙ୍କରଙ୍କ ପାଖରେ। ଶିବ ଶଙ୍କର ଅଛନ୍ତି କୈଳାସପତି, ତାଙ୍କ ପାଖରେ ଯାଇ ପହଞ୍ଚିଲେ।
ପହଞ୍ଚିଲା ବେଳକୁ ସିଏ ବି ସେଇ ଉତ୍ତର କହିଲେ, ଆରେ ନାଇଁ ନାଇଁ ମୁଁ ବଡ଼ ଭକ୍ତ ନୁହେଁ, ବଡ଼ ଭକ୍ତ ସେ ହଉଛି ପ୍ରହ୍ଲାଦ, ସେ ହିଁ ବଡ଼ ଭକ୍ତ। ଯା, ପ୍ରହ୍ଲାଦ ହିଁ ବଡ଼ ଭକ୍ତ। କଣ କରିବ, ଥକି ପଡ଼ିଗଲାଣି, ଖୋଜିବାରେ ଲାଗିଛି, ତିନି ଧାମ ବୁଲି ସାରିଲାଣି, କିନ୍ତୁ ବଡ଼ ଭକ୍ତ ପାଉନି। ପୁଣି ପ୍ରହ୍ଲାଦ ନିକଟକୁ ଗସ୍ତ କଲେ ମୁନିବର ନାରଦ। ପ୍ରହ୍ଲାଦ ପାଖରେ ଯେତେବେଳେ ଯାଇ ପହଞ୍ଚିଲେ, ପ୍ରହ୍ଲାଦ ପାଖରେ ପହଞ୍ଚିଲେ ମଧ୍ୟ ପ୍ରହ୍ଲାଦ ମଧ୍ୟ ସେଇ ସମାନ ଉତ୍ତର କହିଲେ, ମୁଁ ବଡ଼ ଭକ୍ତ ନୁହେଁ। ତୁମେ ସଂସାରରେ ଭଗବାନଙ୍କର ବଡ଼ ଭକ୍ତ ବୋଲି ଯେତେବେଳେ ଯାଇ ପଚାରିଛନ୍ତି, ସେ ନିଶ୍ଚିତ ଭାବରେ କହିଲେ, ନାଇଁ ନାଇଁ ମୁଁ ବଡ଼ ଭକ୍ତ ନୁହେଁ। କହିଲେ ବଡ଼ ଭକ୍ତ ହେଉଛନ୍ତି କିଏ ନା ହନୁମାନ। କହିଲେ ହନୁମାନ ବଡ଼ ଭକ୍ତ, ଠିକ ଅଛି ତାହେଲେ ନିଶ୍ଚିତ। କାହିଁକି ନା ସେ ସଦା ସର୍ବଦା ତାଙ୍କ ହୃଦୟରେ ମା ସୀତା ଏବଂ ପ୍ରଭୁ ରାମଙ୍କୁ ଧରି ରଖିଛନ୍ତି। ସେ ହିଁ ବଡ଼ ଭକ୍ତ, ସଂସାରରେ ସେ ହିଁ ବଡ଼ ଭକ୍ତ ବୋଲି କହିପାରିବା, ଏହା ହିଁ ସତ୍ୟତା। ପ୍ରହ୍ଲାଦ ସେଠୁ ଯାଇ କହିଲା ପରେ ମୁନିବର ଛୁଟିଲେ ହନୁମାନଙ୍କ ପାଖକୁ। ହନୁମାନ ପାଖରେ ଯେତେବେଳେ ପହଞ୍ଚିଲେ, ହନୁମାନ କହିଲେ, ମୁନିବର ଆପଣଙ୍କୁ ପ୍ରଣାମ। ମୁନିବର ମଧ୍ୟ ପ୍ରତ୍ୟୁତ୍ତର ନମସ୍କାର ଜଣାଇଲେ। ହନୁମାନ ସେଠୁ ହନୁମାନଙ୍କୁ ପଚାରିଲେ, କହିଲେ ହେ ମହାପ୍ରଭୁ, ଆପଣ ହିଁ ବଡ଼ ଭକ୍ତ ଏ ସଂସାରରେ ପ୍ରଭୁଙ୍କର, ଆପଣ ଏ ସଂସାରରେ ବଡ଼ ଭକ୍ତ। ହନୁମାନ ସାଙ୍ଗେ ସାଙ୍ଗେ ହସିଲେ, କହିଲେ ନାରଦ ମହାଶୟ, ଆପଣ ଭୁଲ କହୁଛନ୍ତି, ମୁଁ ବଡ଼ ଭକ୍ତ ନୁହେଁ। ତେଣୁ କୃପା କରିବେ, ଅନୁଭବ କରି ମୁଁ କହୁଛି, ମୁଁ ହେଉଛି ବଡ଼ ଭକ୍ତ ନୁହେଁ, ମୁଁ ଶ୍ରେଷ୍ଠ ନୁହେଁ। ତେଣୁ ତମେ, ମୁଁ କହିପାରିବି। ତେଣୁ ସେଠୁ ପଚାରିଲେ ତାକୁ, କହିଲେ ତାହେଲେ ବଡ଼ ଭକ୍ତ କିଏ? ହେ ହନୁମାନ, ଆପଣ କୁହନ୍ତୁ ବଡ଼ ଭକ୍ତ କିଏ? ସେଠୁ ହନୁମାନ କହିଲେ, ମୋ ଠାରୁ ବି ଆଉ ଜଣେ ବଡ଼ ଭକ୍ତ ଅଛି, ସେ ହେଉଛନ୍ତି ବିଦୁର, ଯାହାଙ୍କ ଭଗବାନ ଯାହାଙ୍କ ହାତରୁ ଖାଇଥିଲେ ଏବଂ ନିଜ ଖାଇବା ପାଇଁ ଯାଇ କୁଟୀରରେ ପହଞ୍ଚିଲେ, ସେ ହେଉଛନ୍ତି ବିଦୁର। ତେଣୁ ବିଦୁର କତିକି ଯାଅ, ସେ ହିଁ ବଡ଼ ଭକ୍ତ। ତେଣୁ ନାରଦ ମୁନି ଆହୁରି ଥକି ପଡ଼ିଛନ୍ତି, ବଡ଼ ଭକ୍ତ ଖୋଜିବାରେ ବ୍ୟସ୍ତ। କଣ କରିବେ, ଏ ସଂସାରରେ ବଡ଼ ଭକ୍ତ କିଏ? ଏଇଭଳି ଯାଇ ବିଦୁର ପାଖରେ ପହଞ୍ଚିଲେ। ବିଦୁର ସେଠୁ ମଧ୍ୟ କହିଲେ ହସିକି, ବିଦୁର ମଧ୍ୟ ପଚାରିଲେ, କଣ ପଚାରିଲେ ନା ଆପଣ ହେଉଛନ୍ତି ଏ ଶ୍ରେଷ୍ଠ, ଏ ସଂସାରର ଶ୍ରେଷ୍ଠ ଭକ୍ତ, ଯିଏ ଭଗବାନଙ୍କର ଶ୍ରେଷ୍ଠ ଭକ୍ତ ବୋଲି ଆପଣ ବିବେଚିତ। ଓ ବିଦୁର କହିଲେ, ନାହିଁ ମୁନିବର, ମୁଁ ଶ୍ରେଷ୍ଠ ନୁହେଁ, ମୋ ଠାରୁ ମଧ୍ୟ ଆହୁରି ଜଣେ ବଡ଼ ଭକ୍ତ ଅଛନ୍ତି, ଯାହାଙ୍କ ପାଦ ଧୂଳି ପ୍ରଭୁଙ୍କ ଜ୍ୱର ଛାଡି ଯାଇଥିଲା, ସେ ହେଉଛନ୍ତି ରାଧା। ଏଇଠୁ କଣ କରିବେ, ବିଦୁରର କଥାରୁ ଶୁଣି ଶେଷରେ ସେ ପୁଣି ଫେରିଲେ ରାଧାଙ୍କ ନିକଟକୁ। ରାଧାଙ୍କ ନିକଟରେ ପହଞ୍ଚିଲେ ଏବଂ ରାଧାଙ୍କୁ ସମାନ କଥା ମଧ୍ୟ କହିଲେ, ଆପଣ ହିଁ ସଂସାରର ବଡ଼ ଭକ୍ତ, ଆପଣ ହିଁ ଏ ସଂସାରରେ ବଡ଼ ଭକ୍ତ ବୋଲି ମୁଁ ଜାଣିଲି। ତେଣୁ ଯେତେବେଳେ ଯାଇ ରାଧାଙ୍କୁ ଏଇ କଥା କହିଛନ୍ତି ଯେ ଆପଣ ଶ୍ରେଷ୍ଠ ବଡ଼ ଭକ୍ତ ବୋଲି, ରାଧା ମଧ୍ୟ ସମାନ ଉତ୍ତର ଦେଇଛନ୍ତି। କଣ ନା ମୁଁ ବଡ଼ ଭକ୍ତ ନୁହେଁ। ଶ୍ରେଷ୍ଠ ନାରଦ, ଆପଣ ଯାହା କହୁଛନ୍ତି ତାହା ସତ୍ୟତା ନୁହେଁ, ମୁଁ ବଡ଼ ଭକ୍ତ ନୁହେଁ, ମୁଁ ଜଣେ ଛାର ମଣିଷ। ତେଣୁ ମୁଁ ଭଗବାନଙ୍କର କୃପାରୁ ତାଙ୍କର ଜଣେ ଭକ୍ତ ହୋଇପାରିଛି, ସେଇଟା ଭଗବାନଙ୍କ ଆଶୀର୍ବାଦ ମୋ ଉପରେ ଅଛି, ମୁଁ ବଡ଼ ଭକ୍ତ। କଣ ହେଲା, ସଂସାରରେ କଣ କେହି ଜଣେ ବଡ଼ ଭକ୍ତ ନାହାନ୍ତି? ତେଣୁ କିଏ ତାହେଲେ ବଡ଼ ଭକ୍ତ? ତାହେଲେ ଠିକ ଅଛି, ଆପଣ କୁହନ୍ତୁ, ତାହେଲେ ବଡ଼ ଭକ୍ତ ଯଦି ଆପଣ ନୁହନ୍ତି, ତାହେଲେ ଏ ସଂସାରରେ ବଡ଼ ଭକ୍ତ କିଏ?
ସେଠୁ କହିଲେ ଆପଣ ଗୋଟେ କାମ କରନ୍ତୁ, ସୁଦାମା ଯିଏ ହେଉଛନ୍ତି ସଂସାରର ବଡ଼ ଭକ୍ତ, ଯାହାଙ୍କୁ ମହାପ୍ରଭୁ ଭଗବାନ ସ୍ୱୟଂ ଶ୍ରୀକୃଷ୍ଣ ତାଙ୍କୁ ନେଇଯାଇଥିଲେ ଏବଂ ସିଂହାସନରେ ବସାଇଥିଲେ ଏବଂ ତାଙ୍କ ପାଦ ମଧ୍ୟ ଧୋଇ ଦେଇଥିଲେ ଏବଂ ନିଜ ସିଂହାସନରେ ବସାଇଥିଲେ, ସେ ହିଁ ବଡ଼ ଭକ୍ତ। ଏ କଥା କହିଲା ପରେ ସିଧାସଳଖ ଯାଇ ପହଞ୍ଚିଲେ ସୁଦାମା ପାଖରେ। ସ୍ୱୟଂ ଭଗବାନଙ୍କର ବଡ଼ ଭକ୍ତ ହେଉଛନ୍ତି ସୁଦାମା। ତେଣୁ ସୁଦାମା ପାଖରେ ଯାଇ ପହଞ୍ଚିଲେ। ପହଞ୍ଚିଲା ପରେ ହେଉଠୁ ନିଶ୍ଚିତ ଭାବରେ କହିପାରିବି, ତାପରେ ହେଉଠୁ ପହଞ୍ଚିଲା ପରେ ସୁଦାମା ମଧ୍ୟ କହିଲେ ମୁଁ ବଡ଼ ଭକ୍ତ ନୁହେଁ। ଥମିଗଲେ, ଅଟକି ଗଲେ ନାରଦ ମୁନି, ଯାହାଙ୍କର ମନରେ ଏତେ ତୀବ୍ର ଇଚ୍ଛୁକତା ଭରିଥିଲା, ଯାହାଙ୍କ ମନରେ ଗୋଟେ ଇଚ୍ଛା ସୃଷ୍ଟି ହେଇଥିଲା କିଏ ଏ ସଂସାରରେ ବଡ଼ ଭକ୍ତ ପ୍ରଭୁ, ଏବଂ ଏଥିପାଇଁ ସେ ଆରମ୍ଭ କରିଥିଲେ ଯାତ୍ରା ଏବଂ ସମସ୍ତଙ୍କ ପାଖରେ ପହଞ୍ଚିଲା ପରେ ଯାହାକୁ ସେ ଭାବିଥିଲେ ଏହି ବଡ଼ ଭକ୍ତ, ସେ ସମସ୍ତଙ୍କ ପାଖରେ ପହଞ୍ଚିଥିଲେ କିନ୍ତୁ ବିଫଳ ହୋଇଥିଲେ ଏବଂ ନିଜେ ନିଜ ମନକୁ ପଚାରିଥିଲେ ସତରେ କଣ ପ୍ରଭୁଙ୍କର କେହି ବଡ଼ ଭକ୍ତ ନାହାନ୍ତି? ହଠାତ୍ କିନା ତାଙ୍କ ମନରେ ଏକ ଉତ୍ତର ସୃଷ୍ଟି ହେଲା, ସମସ୍ତେ ହେଉଛନ୍ତି ଭକ୍ତି ଥିଲେ ଭଗବାନ ଆସି ପାଖରେ ପହଞ୍ଚିବେ। ତେଣୁ ଭକ୍ତିରେ ହିଁ ଭଗବାନ। ତେଣୁ ଯଦି ଆମେ ଠିକ୍ ଭକ୍ତି ରଖିବା, ଭଗବାନଙ୍କୁ ଭାବରେ ଡାକିବା, ନିଶ୍ଚିତ ଭାବରେ ଭଗବାନ ଆମ ପାଖରେ ପହଞ୍ଚିବେ। ଏହି ଗଳ୍ପର ସାରାଂଶ। ତେଣୁ এই ଗଳ୍ପରୁ ଆମେ କଣ ଶିଖିଲେ ଦର୍ଶକ ବନ୍ଧୁ? ହେଲେ এই ଗଳ୍ପରୁ ଆମେ ଏହା ଶିକ୍ଷା କଲେ, ଧୈର୍ଯ୍ୟ ରଖିଲେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୁଏ। ହେଲେ ଏଠି ଧୈର୍ଯ୍ୟ ଆସିଲା କୋଉଠି ଶବ୍ଦଟି ଆପଣ ମାନେ ବୁଝିପାରୁଥିବେ। ଯେତେବେଳେ ନାରଦ ମୁନି ଗୋଟିଏ ପ୍ରଶ୍ନ ମନରେ ଉଙ୍କିଥିଲା ଯେ ଏ ସଂସାରରେ ବଡ଼ ଭକ୍ତ କିଏ, ଶେଷରେ ସେ ଉତ୍ତର ପାଇଥିଲେ, ନିଜ ପାଖରେ ହିଁ ଉତ୍ତର ପାଇଥିଲେ। ଏ ସଂସାରରେ ବଡ଼ ଭକ୍ତ ଯିଏ, ସିଏ ହେଉଛି ନିଜେ। ଏବଂ ଯିଏ ଭକ୍ତି କରିପାରେ, ଯିଏ ଭକ୍ତିରେ ଭଗବାନଙ୍କୁ ଡାକିବ, ଯିଏ ଭକ୍ତିରେ ଭଗବାନଙ୍କୁ ପ୍ରାର୍ଥନା କରିବ, ଭଗବାନ ନିଶ୍ଚିତ ପାଖରେ ତା ପାଖରେ ପହଞ୍ଚିବେ। ତେଣୁ ଏ ଗଳ୍ପରୁ ଆମେ ଏହା ଶିଖିଲେ ଯେ ଅସମ୍ଭବ କାର୍ଯ୍ୟ ସମ୍ଭବ ହେବ କେତେବେଳେ, ଯେତେବେଳେ ଆମେ ଧୈର୍ଯ୍ୟ ରକ୍ଷା କରିବା। ଧୈର୍ଯ୍ୟ ଧରିଲେ ଆମେ ନିଶ୍ଚିତ ଭାବରେ ସଫଳତା ଶୀର୍ଷରେ ପହଞ୍ଚି ପାରିବା। ଏହା ହିଁ ଆଜି ଏହି ଗଳ୍ପର ସାରାଂଶ। ରହିଲି, ନମସ୍କାର, ଜୟ ଜଗନ୍ନାଥ।